ଏ ଘୋଡ଼ା ନାଚ ହଉଥିଲା ଆମର। ସେ ହଉଛି ସମସ୍ତଙ୍କୁ ଗାଳି ଗୁଲଜ କଲା। ସେ ଗୋଟେ ପୁଅ ପିଣ୍ଟୁ ବୋଲି ଗୋଟେ ପୁଅ, ସେ ଯୋଉ ଆମ ଯୋଉ ଟେଣ୍ଟ ପିଲାଙ୍କୁ, ଛୁଆ ପିଲାଟା ତାକୁ ଗୋଡେଇ ମୋଡେଇ ଆଇଲା ମାଇଲା। ମାଇଲା ଯେମିତି ଆସିକିରି ତାଙ୍କ ଘର, ନିଜ ଘର କବାଟ ଫବାଟ ବାଡ଼େଇ କହିଲେ, କାହିଁ ଆମ ଗାଁ ପିଲା ଲୋକ ମାଇବେ, ସ୍ତ୍ରୀ ଲୋକ ସମସ୍ତେ ଗଦା ହେଇକିରି କହିଲେ, କାହିଁକି ସେ ଛୋଟ ପିଲାଟା ତାକୁ କାହିଁ ମାରୁଛୁ ବୋଲିକିରି ଯାଇ ତାଙ୍କ ଘରୁ କବାଟ, ଇଏ ସମସ୍ତେ କହିଲେ, ତୁ ଗୋଟେ ଛୁଆଟାକୁ ମାରି ସାଇଲୁଣୁ। ସମସ୍ତେ ଦୌଡ଼ା ଦୌଡ଼ି ଆଇଲେ ବୋଲି କହିଲା, ସମସ୍ତଙ୍କୁ ମାରିଦେବି, ଜାଳିଦେବି, ପୋଡ଼ିଦେବି, କହିଲା ଗାଳି ଗୁଲଜ କରି ଭାଷା କିରି ପୁରା କହିଲା ଆଉ। ଭେଦ ଫେଦ ଯାକ, ଅମୁକ ଯାକ, ଟୁଣି ଯାକ କହିଲା। ମୁଁ ସେଇଠି ଠିଆ ହେଇଥିଲି। ସେଇଠୁ ଏକଥା କହିକି ଯେମିତି ଦୌଡ଼ିକି ଯାଇକି ସେ ମୁନାକୁ ଡାକିକି ଆଣିକି ଆଇଲା। ଆସିକିରି ତ ଇଏ କଲା, ମୁଁ ସେଇଠି ଠିଆ ହେଇଛି, ସମସ୍ତେ ବାହାରେ ଏଠି ଠିଆ ହେଇଛି, ମୁଁ ସେ ଦାଢ଼ି ଠିଆ ହେଇଛି, ଛାଡ଼ିଲା ଆଉ। ଚୈତ୍ର ପୂର୍ଣ୍ଣିମା ଅବସରରେ ଘୋଡ଼ା ନାଚ ଚାଲିଥିବା ବେଳେ କୌଣସି କଥାକୁ ନେଇ ଝଗଡ଼ା ହେବା ପରେ ଗ୍ରାମର ଜଣେ ଯୁବକ କରିଥିଲା ବୋମାମାଡ଼। ଫଳରେ କିଛି ଲୋକମାନେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ ନୂଆଗଡ଼ ସାମୁଦ୍ରିକ ଥାନା ନିକଟସ୍ଥ ଝାଡ଼ଲିଂ ଗ୍ରାମରେ ଘଟିଛି ଏହିପରି ଘଟଣା। ଆମର ଚୈତ୍ର ପର୍ବ, ଆମେ କୈବର୍ତ୍ତ ବେହେରା, ଆମର ଛୋଟ ଅନୁଷ୍ଠାନଟା ଘୋଡ଼ା ନାଚ ହୁଏ। ଘୋଡ଼ା ନାଚ ହେଲା ଭିତରେ ଆମର ଆସିଥିଲେ ଯେଉଁ ମାଇକି ଟେଣ୍ଟ ବାଲା ଆସିଥିଲେ, ତାଙ୍କ ପିଲାକୁ ଜଣେ ମାଇଲେ, କାଇଁ ମାରୁଛୁ ବୋଲି ଏମିତି କହିବା ଭିତରେ ତା ମାରି ଷ୍ଟେଜ୍ ଉପରକୁ ଆଇଲା। ଷ୍ଟେଜ୍ ଉପରେ ମରାମରି କଲେ। ମରା ଭିତରେ କାଇଁ ମାରୁଛୁ ମୁନା ବିଶ୍ୱାଳ ଆସିକିରି ଗାଳି ଗୋଳଜ କରିକି ଗୋଟେ ବମ୍ ପକେଇଲା। ଆମେ ମୂଲ ମଜୁରିଆ ଲୋକ, ଆମେ କୋଉ 100-200 ଚାନ୍ଦା କରି ଘରେ ଗୋଟେ ଅନୁଷ୍ଠାନ ବଞ୍ଚେଇ ରଖିଛୁ। ଘୋଡ଼ା ନାଚ ଆମ ପରମ୍ପରା, ଆମ ବାପା ଯାହା 27 ପୁରୁଷର ପରମ୍ପରା, ଆମେ ତାକୁ ବଞ୍ଚେଇ ରଖିଛୁ। ସେ ଅନୁଷ୍ଠାନ କଲା ଭିତରେ ଆମେ ଆଉ କିଛି ଉପାୟ ନ ପାଇକିରି ଆମେ ଆସିକିରି ମେରାଇନ ଥାନା ଆଇନ ଆଶ୍ରୟ ନେଇଛୁ। ତେବେ ଘୋଡ଼ା ନାଚ ଚାଲିଥିବା ବେଳେ ସେହି ଗ୍ରାମର ଯୁବକ ପିଣ୍ଟୁ ବେହେରା ଗ୍ରାମବାସୀଙ୍କ ସହିତ ପ୍ରଥମେ ଝଗଡ଼ା କରିଥିଲା। ଗ୍ରାମବାସୀମାନେ ଏହାକୁ ବିରୋଧ କରିବାରୁ ଯୁବକ ପିଣ୍ଟୁ ବେହେରା ଅନ୍ୟ ଜଣେ ଯୁବକ ରାଧାମୋହନ ବିଶ୍ୱାଳ ଓରଫ ମୁନାକୁ ଡାକି ଆଣି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ମୁନା ବୋମାମାଡ଼ କରିଥିଲା। ଏଥିରେ କିଛି ଜଣ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହୋଇଛନ୍ତି। ପରେ ଗ୍ରାମବାସୀମାନେ ନୂଆଗଡ଼ ସାମୁଦ୍ରିକ ଥାନାକୁ ଯାଇ ଅଭିଯୋଗ କରିବା ପରେ ପୁଲିସ ଫୋର୍ସ ଗ୍ରାମରେ ପହଞ୍ଚି ଅଭିଯୁକ୍ତ ମୁନାକୁ ଘରୁ ଉଠାଇ ଆଣି ଅଧିକ ପଚରା ଉଚରା କରୁଛନ୍ତି। ପରେ ନିମାପଡ଼ା ଏସଡିପିଓ ଜନାର୍ଦ୍ଦନ ପାଢ଼ୀ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି। ହଁ, କାଲି ଆମର ଝାଡ଼ଲିଂ ଗାଁରେ, ତାଙ୍କର ଗାଁ ମଝିରେ ଚୈତ୍ର ପୂର୍ଣ୍ଣିମା ଉପଲକ୍ଷେ ଘୋଡ଼ା ନାଚ ହେଉଥିଲା। ଲୋକମାନେ ଦେଖୁଥିଲେ। ସେଇ ଜାଗାରେ ଉଚ୍ଚବାଚ ହେଇକିରି ତାଙ୍କ ଗାଁର ରାଧାମୋହନ ଏଲିଆସ୍ ମୁନା ବିଶ୍ୱାଳ ଗୋଟେ ହାତ ତିଆରି ବମ୍ ଫୋପାଡ଼ି ଦେବାରୁ ଆମର ସେଠି ଯେଉଁ ଲୋକମାନେ ପାଖରେ ଥିଲେ ସେମାନେ ଇଞ୍ଜୋର୍ଡ ହେଲେ। ଇଞ୍ଜୋର୍ଡ ହେବାରୁ ଗାଁ ଲୋକ ତାଙ୍କୁ କହିବାରୁ ସେ ତାଙ୍କୁ ମାରିଦେବା ପାଇଁ ଧମକ ଦେଇଛି। ଏଇଟା ରିପୋର୍ଟ ଦେଇଛନ୍ତି ଆମର କୌଶଲ୍ୟା ବେହେରା ଓ ଅନ୍ୟମାନେ। ତାପରେ ସାଙ୍ଗେ ସାଙ୍ଗେ ଆମର ପୋଲିସ ଯାଇଛି, ଆଉ ତଦନ୍ତ ଚାଲିଛି। ଅଭିଯୁକ୍ତକୁ ଅଟକ ରଖିଛି। ପ୍ରମାଣ ଅନୁସାରେ ଆକ୍ସନ୍ ନିଆଯିବ। ତାର ଲାଗିଛି ମାନେ ତାଙ୍କୁ ଏସଲ୍ଟ କରିଛନ୍ତି, ହଟ୍ କରିଛନ୍ତି, ଆଟେମ୍ପ୍ଟ ଟୁ କିଲ୍ ଅଛି। ଆଉ ଯେହେତୁ ତାଙ୍କର ମାନେ ଆମର SC ST ଆକ୍ଟର ପରଭ୍ୟୁରେ ଆସୁଛି, ସେ ଆକ୍ଟଟା ଲାଗିଛି।